ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ ଓଷ ଲାଗି ଦଶମୂଳ ଲାଗି ସର୍ବାଙ୍ଗ ଚନ୍ଦନ ରାଜପ୍ରସାଦ ବିଜେ ପରେ ଲାଗି ଆଜି ଖଳି ପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ବିଧି ଅନୁସାରେ ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏ ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରନ୍ତି। ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହୋଇଥାଏ। ଏଥିପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆଯାଏ। ଗୋପନୀୟତା ରକ୍ଷା କରି ଦଇତାପତି ପତି ମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀ ଅବଲମ୍ବନରେ ଶ୍ରୀଜୀଉଙ୍କ ରକ୍ତ ବସ୍ତ୍ର ଆବରଣ ଦେଇଥାନ୍ତି। ଏହାପରେ ନବ ଯୌବନ ପୂର୍ବରୁ ଶ୍ରୀ ବିଗ୍ରହଙ୍କ ଶ୍ରୀ ଅଙ୍ଗରେ ଶେଷ ଦଫାରେ ଖଳି ଲାଗି ଦିଆଯାଏ। ଏ ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରନ୍ତି। ପୂର୍ବ ରାତ୍ରରେ ସନ୍ଧ୍ୟା ସରିବା ପରେ ଖଳିକୁ ପ୍ରସ୍ତୁତ କରାଯାଇ ଶୁଦ୍ଧ ସୁଆରଙ୍କ ବାସଭବନରେ ଅଧିବାସ କରି ରଖାଯାଇଥିଲା। ଏ ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ ଛତା ସହ ଡାକରା ଦିଆଯାଇଥିଲା ଶୁଦ୍ଧ ସୁଆର ସେବକଙ୍କ ବାସଭବନକୁ। ତିନି ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଖଳି ବିଜେରେ 3 ଜଣ ସେବାୟତ ମନ୍ଦିରକୁ ନେଇଯାଇଥିଲେ। ବିଜେ କାହାଳି ବୈଜୟନ୍ତୀ ଘଣ୍ଟ ଛତା ସହ ଶୋଭାଯାତ୍ରାରେ ଶ୍ରୀ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ 3 ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିଥିଲେ। ପୁରୀରୁ ଶୁଭଲକ୍ଷ୍ମୀ ପ୍ରଧାନଙ୍କ ରିପୋର୍ଟ, ସଂଘର୍ଷ ଟିଭି।